ଯୁକ୍ତ ଦୁଇ ନାମଲେଖାର ଯେଉଁ ଆବେଦନ ଆରମ୍ଭ ହୋଇଯାଇଛି ଏବଂ ତାର ଖବରଟି ପ୍ରଥମ ଦିନରେ ଆବେଦନ ହେଲା 22,000 ମାନେ ଆରମ୍ଭ ହୋଇଗଲା ଯୁକ୍ତ ଦୁଇ ନାମଲେଖା ଆବେଦନ। ପ୍ରଥମ ଦିନରେ ଆବେଦନ 22,000। ଜୁଲାଇ 18ରେ ପ୍ରଥମ ଚୟନ ତାଲିକା, 22 ଯାଏଁ ନାମଲେଖା, ଅଗଷ୍ଟ 1ରେ ପାଠପଢ଼ା, ଦ୍ୱିତୀୟ ଚୟନ ତାଲିକା ଏବଂ ଅଗଷ୍ଟ 7ରୁ ସ୍ପଷ୍ଟ ବା ସ୍ପଟ୍ ନାମଲେଖା ପ୍ରକ୍ରିୟା ସ୍ପଟ୍ ନାମଲେଖା। ତେଣୁ ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା ଆବେଦନ। ସାମ୍ସ ୱେବସାଇଟ୍ରେ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇ 6 ତାରିଖ ପର୍ଯ୍ୟନ୍ତ ଆବେଦନର ସୁଯୋଗ ମିଳିବ। ଆଉ ରାଜ୍ୟର 2204 ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମଲେଖା ହେବ। ଆଉ ଆଜି 31,516 ଜଣ ପଞ୍ଜୀକରଣ କରିଥିବା ବେଳେ 21,924 ଜଣ ନାମଲେଖା ପାଇଁ ଅନଲାଇନ୍ ଆବେଦନ କରିଛନ୍ତି। ଏଥିରୁ 21,718 ଜଣ ଆବେଦନ ଫି ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳ 11ଟା ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଜୁଲାଇ 6 ତାରିଖ ଯାଏଁ ଆବେଦନର ସୁଯୋଗ ରହିବ। ଜୁଲାଇ 18ରେ ପ୍ରଥମ ଚୟନ ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ 19ରୁ 23 ତାରିଖ ମଧ୍ୟରେ ନାମ ଲେଖାଇବେ। ନିଜ ପସନ୍ଦର କଲେଜର ପ୍ରଥମ ସିଲେକ୍ସନରେ ନାମ ଲେଖାଇଥିବା ପିଲାମାନେ 25 ତାରିଖ ମଧ୍ୟରେ ଅନଲାଇନ୍ରେ ସ୍ଲାଇଡ୍ ଅପ୍ କରିପାରିବେ। ତେଣୁ ଅଗଷ୍ଟ 1ରେ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ। ଆଉ 2ରୁ 6 ତାରିଖ ମଧ୍ୟରେ ନାମ ଲେଖା ହେବ। ଅଗଷ୍ଟ 7ରୁ 8 ଯାଏଁ ସ୍ପଟ୍ ନାମ ଲେଖା ପାଇଁ ଚଏସ୍ ଲକିଂ କରିବାକୁ ସୁଯୋଗ ଦିଆଯିବ। ଆଉ 14 ତାରିଖରେ ସ୍ପଟ୍ ନାମ ଲେଖା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ପିଲାମାନେ 14ରୁ 16 ତାରିଖ ମଧ୍ୟରେ ନାମ ଲେଖାଇବେ। ଅଗଷ୍ଟ 1ରୁ ପାଠପଢ଼ା ଆରମ୍ଭ। ଚଳିତ ବର୍ଷ କଳାରେ 2,94,840 ସିଟ୍ ଥିଲାବେଳେ ବିଜ୍ଞାନରେ 1,66,929 ଓ ବାଣିଜ୍ୟରେ 40,104 ସିଟ୍ ରହିଛି। ସେହିପରି ସଂସ୍କୃତରେ 13,088 ଏବଂ ଧନ୍ଦାମୂଳକ ଶିକ୍ଷାରେ 9,244 ସିଟ୍ ରହିଛି। ତେଣୁ ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ମୋଟ 5,24,205 ସିଟ୍ ରହିଛି। ତେଣୁ ପ୍ରଥମ ଦିନରେ ଆବେଦନ 22,000। ଆଉ ଜୁଲାଇ 18ରେ ପ୍ରଥମ ଚୟନ ତାଲିକା, 22 ଯାଏଁ ନାମ ଲେଖା, ଅଗଷ୍ଟ 1ରେ ପାଠପଢ଼ା, ଦ୍ୱିତୀୟ ଚୟନ ତାଲିକା, ଅଗଷ୍ଟ 7ରୁ ସ୍ପଟ୍ ନାମ ଲେଖା ପ୍ରକ୍ରିୟା ନାହିଁ। ତେଣୁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଗୁଡ଼ାକି ଆମେ ଆଲୋଚନା କଲେ ଆଜିର ଖବରରେ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି। ବନ୍ଦେ ଉତ୍କଳ ଜନନୀ।